ପ୍ରଥମତଃ ସ୍ୱପ୍ନରେ ଦେଖୁଥିବା ଧଳା ରଙ୍ଗର ବସ୍ତୁ ଶୁଭ ହୋଇଥାଏ, କିନ୍ତୁ କପା, ଭସ୍ମ, ଭାତ, ଘୋଳ ଦହି ଓ ଧଳା ବିଲେଇ ଧଳା ରଙ୍ଗର ହୋଇଥିଲେ ମଧ୍ୟ ଅଶୁଭତ୍ୱର ସୂଚନା ଦେଇଥାଏ। ସେହିପରି ଆମର ଧାରଣା କଳା ରଙ୍ଗ ଅଶୁଭ, କିନ୍ତୁ ସ୍ୱପ୍ନରେ କଳା ରଙ୍ଗର ଗାଈ, ହାତୀ, ଦେବତା, ବ୍ରାହ୍ମଣ ଓ କଳା ଘୋଡ଼ା ଶୁଭ ସଂକେତ ଦେଇଥାଏ। ଦ୍ୱିତୀୟରେ, ଆପଣ ଯଦି ସ୍ୱପ୍ନରେ ଚିତାରେ ଶାବ ପୋଡ଼ା ହେବାର ଦେଖୁଛନ୍ତି, ତେବେ ତାହା ଆକସ୍ମିକ ବିପଦର ସୂଚନା ଦେଇଥାଏ। ଏପରି ସ୍ୱପ୍ନ ଦେଖିଲେ ଆମେ ମହାମୃତ୍ୟୁଞ୍ଜୟ ମନ୍ତ୍ର ଓ ଗାୟତ୍ରୀ ମନ୍ତ୍ର ଲଗାତାର ଜାପ କରିବା ଆବଶ୍ୟକ। ସଙ୍କଟ ଟଳି ଯାଇଥାଏ। ତୃତୀୟରେ, ଯଦି ସ୍ୱପ୍ନରେ ଦେବତା, ଋଷି, ସାଧୁ ସନ୍ତଙ୍କୁ ଦେଖନ୍ତି, ତେବେ ଆପଣଙ୍କ ଜୀବନରେ ଶୁଭ ସମୟ ଆସିବାର ସଂକେତ ମିଳିଥାଏ। ଚତୁର୍ଥରେ, ଯଦି ସ୍ୱପ୍ନରେ ଆପଣ ଦେଖୁଛନ୍ତି ଆପଣଙ୍କ ଘରୁ ଗାଈ ବାଛୁରୀ ସହ ବାହାରି ଚାଲିଯାଉଛି, ତେବେ ଘରୁ ମା ଲକ୍ଷ୍ମୀ ଚାଲିଯିବାର ସଂକେତ ମିଳିଥାଏ। ତେଣୁ ଏପରି ସ୍ୱପ୍ନ ଦେଖିଲେ ଲକ୍ଷ୍ମୀ ନାରାୟଣଙ୍କ ମନ୍ଦିର ଯାଇ ଦର୍ଶନ କରିବା ସହ ପ୍ରତି ଗୁରୁବାର ଲକ୍ଷ୍ମୀଙ୍କ ବ୍ରତ ରଖି ମା ଲକ୍ଷ୍ମୀଙ୍କର 108 ନାମ ଜପ କରନ୍ତୁ। ଅଶୁଭ ସମୟ କଟିଯିବ। ପଞ୍ଚମରେ, ଯଦି ଆପଣ ସ୍ୱପ୍ନରେ ଠାକୁରଙ୍କର ଆଳତି ହେବାର ଦେଖନ୍ତି ବା ନିଜେ ଠାକୁର ପୂଜା କରୁଥିବାର ଦେଖନ୍ତି, ତେବେ ଏହାର ଅର୍ଥ ବହୁତ ଶୀଘ୍ର ଆପଣଙ୍କ ଜୀବନରେ ଏକ ସକାରାତ୍ମକ ପରିବର୍ତ୍ତନ ହେବାର ଅଛି। ସ୍ୱପ୍ନରେ ଈଶ୍ୱରଙ୍କ ଦର୍ଶନ ଆପଣଙ୍କୁ ଭାଗ୍ୟଶାଳୀ ହେବାର ସୂଚନା ଦେଇଥାଏ। ଏଭଳି ସ୍ୱପ୍ନ ଦେଖିଲେ ଆପଣ କାହା ଆଗରେ ପ୍ରକାଶ କରନ୍ତୁ ନାହିଁ। ସ୍ୱପ୍ନ ପ୍ରକାଶ କରିଦେଲେ ନିଷ୍ଫଳ ହୋଇଯାଏ।